ଏ ଦୁନିଆର ସମସ୍ତ ଛାତ୍ରଛାତ୍ରୀ ବୁଦ୍ଧିଜୀବୀ ଏହି ଭିଡ଼ିଓଟିକୁ ନିହାତି ଦେଖିବା ଦରକାର, କାରଣ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମସ୍ତଙ୍କ ପାଇଁ। ଆମେ ଅନେକ ସମୟରେ ଆମେ କହନ୍ତି ଯେ ମୁଁ ପାଠ ବୁଝିପାରୁନାହିଁ। ଜଣେ ଅଧେ ଛାତ୍ର କିମ୍ବା ଛାତ୍ରୀ ଏଟା ସମସ୍ୟା ନୁହେଁ। ଅନେକ ସମୟରେ ଏ ପୃଥିବୀରେ ଯେତେ ଛାତ୍ରଛାତ୍ରୀ ଅଛନ୍ତି ଏ କଥା କହିଥାନ୍ତି। ବାସ୍ତବରେ ସେ ନ ବୁଝିପାରିବାର କାରଣ କ'ଣ? ଆପଣ ନିଶ୍ଚିତରେ ଜାଣିଥିବେ, ଯେଉଁମାନେ ପାଠ ମନସ୍କ ନୁହନ୍ତି, ପାଠକୁ ପ୍ରତି ଯେଉଁମାନଙ୍କର ଆଗ୍ରହ ନାହିଁ, ସେମାନେ ବୁଝିପାରିବେ ନାହିଁ। କିନ୍ତୁ ମୁଖ୍ୟ କାରଣଟି ହେଉଛି ଏକ ଦୁରୂହ ବ୍ୟାପାର ଅଟେ। କାରଣ ଯେତେବେଳେ ଯେଉଁ ଛୁଆଟି ବୁଝିପାରେ ନାହିଁ କହେ ସେ ପ୍ରକୃତରେ ପାଠରେ କ'ଣ ଜାଣିଛି, ତାକୁ ବିଚାର କରିବା ଦରକାର। ଯଦି ସେ ଅ ଆ ଶିଖିନାହିଁ, ସେ ଧାଡ଼ିଏ ଓଡ଼ିଆର ବାକ୍ୟ ଲେଖିପାରିବେ କି? ଯଦି ସେ ABCD ଶିଖିନାହିଁ, ସେ ଇଂଲିଶ ଲେଖିପାରିବେ କି? ଆମ ବିଦ୍ୟାଳୟମାନଙ୍କର ଅବସ୍ଥା ଏମିତି ଯେ ଏଠି ଅ ଆ ଶିଖିନଥିବା ପିଲା ପଞ୍ଚମ ଷଷ୍ଠରେ ପଳେଇଯାଏ, ABCD ଶିଖିନଥିବା ଫଳା ଶିଖିନଥିବା ପିଲାଟା ମଧ୍ୟ ଦଶମ ଶ୍ରେଣୀ ପଳେଇଯାଏ। ଚିନ୍ତା କରନ୍ତୁ, ଦଶମ ଶ୍ରେଣୀ ପିଲାଟି ଦଶମ ଶ୍ରେଣୀ ପାଠ ବୁଝିବା ପାଇଁ ଅତି କମ୍ ସେ କମ୍ କିଛି ୱାର୍ଡ ମିଶାଣ ଫେଳାଣ ଏଗୁলো ତ ଜାଣିବା ଦରକାର। ସପୋଜ ଆମେ ଧରନ୍ତୁ ଅଙ୍କଟିଏ ଆମେ କରୁଛନ୍ତି, ସେ ପିଲାଟି ମିଶାଣ ଜାଣିନାହିଁ, ଭଗ୍ନାଂଶ ମିଶାଣ ସେ କେମିତି କରିବ? କିନ୍ତୁ ସେ ପିଲାଟି କହୁଛି ଯେ ମୁଁ ବୁଝିପାରୁନି। ସାର୍ ତାକୁ ବୁଝେଇଲେ ବୁଝିପାରିବ କି? କେବେ ବି ବୁଝିପାରିବ ନାହିଁ। ତେଣୁ ତାକୁ ପ୍ରଥମେ ମିଶାଣ ଶିଖିବାକୁ ପଡ଼ିବ। ମିଶାଣ ଶିଖିବାକୁ ହେଲେ ଭଗ୍ନାଂଶ ମିଶାଣ ତାକୁ ଲସାଗୁ ଜାଣିବାକୁ ପଡ଼ିବ। ସେ ତ ଲସାଗୁ ଜାଣିନି। ଲସାଗୁ ଜାଣିଲା ପରେ ସେ ସଂଖ୍ୟା ଠିକ୍ ଭାବରେ ଲେଖିପାରୁଛି ତାକୁ ଜାଣିବାକୁ ପଡ଼ିବ। ଏ ସବୁ କଥା ହେଲେ ଯାଇ ଅଙ୍କ ହେବ। କାରଣ ଆପଣ ଜାଣିଥିବେ, ଗୋଟେ ଭଲ ଉଦାହରଣ ଦେଲେ ବୁଝିପାରିବ। ଯଦି ଆମେ ଗୋଟିଏ କାଠ ଖଣ୍ଡକୁ ନେଇ ଦିଆସିଲିରେ ଜଳେଇବାକୁ ଚେଷ୍ଟା କରିବା, ସେ କେବେ ଜଳିବ କି? କେବେ ହେଲେ ଜଳିବ ନାହିଁ। ଯଦି ଆମେ ତାକୁ କିରୋସିନ ପକେଇବା ତାହେଲେ ଆପଣମାନେ କହିପାରନ୍ତି ଜଳିବ ବୋଲି, କିନ୍ତୁ ତଥାପି ଜଳିପାରେ ନ ଜଳିପାରେ। ଯଦି ଶୁଖିଲା ହେଇଥିବ ତାହେଲେ ଜଳିବ, ଯଦି କଞ୍ଚା ହେଇଥିବ କିରୋସିନ ପକେଇଲେ ବି ଜଳିବ ନାହିଁ। ଯଦି ସଦ୍ୟ କଟା ହେଇଥିବା ଗଛରୁ ଆସିଥାଏ। କିନ୍ତୁ ଏ ପିଲାମାନେ ଏ କଟା ନ ହେଇଥିବା ଗଛ, ଯେଉଁମାନେ କିଛି ଜାଣିନାହାନ୍ତି, ସେମାନେ ଦଶମ ଶ୍ରେଣୀ ପଢ଼ୁଛନ୍ତି, ନବମ ପଢ଼ୁଛନ୍ତି, ଅଷ୍ଟମ ପଢ଼ୁଛନ୍ତି, ତାଙ୍କ ଶ୍ରେଣୀ ଅନୁସାରେ ତାଙ୍କ ଷ୍ଟାଣ୍ଡାର୍ଡ ନୁହେଁ, କିନ୍ତୁ ସେମାନେ ପଳେଇ ଯାଇଛନ୍ତି। ସେମାନେ କଞ୍ଚା ଗଛ ହେଇକି ଅଛନ୍ତି। ତାଙ୍କୁ ପ୍ରଥମେ କାଟିବାକୁ ପଡ଼ିବ, କାଟିକି ତାକୁ ଚିରିବାକୁ ପଡ଼ିବ, ଚିରିକି ତାକୁ ଶୁଖେଇବାକୁ ପଡ଼ିବ। ଶୁଖି ସାରିବା ପରେ ଆମେ ପେଟ୍ରୋଲ କିରୋସିନ କିଛି ଗୋଟେ ଦେଇକି ତାକୁ ଯଦି ଦିଆସିଲି ମାରିବା ତାହେଲେ ଜଳିବ। ଏସବୁ ପ୍ରୋସେସର ବାହାର କଲେ କେହି ବୁଝିପାରିବେନି। ତେଣୁ ପାଠ ମଧ୍ୟ ସେମିତି, ଯିଏ ବୁଝି ନାହିଁ, ଯେତେ ତଳ ଅଛି, ଷ୍ଟାଣ୍ଡାର୍ଡ ସିନା ନବମ, କିନ୍ତୁ ତାର ପ୍ରକୃତ ଷ୍ଟାଣ୍ଡାର୍ଡ, ତାର ଯେଉଁ ଇଣ୍ଟେଲିଜେଣ୍ଟ ଆଉ ଏଜୁକେସନାଲ ଷ୍ଟାଣ୍ଡାର୍ଡ ହେଉଛି ଦ୍ୱିତୀୟ ଶ୍ରେଣୀର। ତାକୁ ବୁଝେଇଲେ ଆପଣ ବୁଝେଇ ପାରିବେ କି? ତେଣୁ ସମସ୍ତେ ଆମର ଯେଉଁ ଅଭିଭାବକ ମାନେ, ସମସ୍ତ ଛାତ୍ରଛାତ୍ରୀ ଏ କଥାକୁ ଅତ୍ୟନ୍ତ ଗୁରୁତ୍ୱ ଭାବରେ ନେବା ଦରକାର। ଯଦି ମୁଁ ବୁଝିପାରୁନାହିଁ, କେଉଁ ସ୍ଥାନରେ ମୁଁ ବୁଝିପାରୁନାହିଁ, କେଉଁ ଷ୍ଟାଣ୍ଡାର୍ଡରେ ମୁଁ ଅଛି, ତାକୁ ଭଲ ଭାବରେ ବୁଝିବା ଦରକାର। ତାପରେ ସେହି ସ୍ଥାନରୁ ଯଦି ଧୀରେ 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 ଅଗ୍ରଗତି କରାଯାଏ, ନିଶ୍ଚିତ ଭାବରେ ସଫଳତା ପାଇବ ଏବଂ ବୁଝିପାରିବ। ନହେଲେ କଞ୍ଚା କାଠରେ ଦିଆସିଲି ମାରିବା ସାର ହେବ, କେବେ ସଫଳତା ଚାଖି ପାରିବନି, ବ୍ୟର୍ଥ ଜୀବନ ନେଇକି ଜୀବନ ଯାପନ କରିବ।